ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଏହି ବଡ଼ଦିନକୁ ସ୍ମରଣ ଅବସରରେ ଆପଣ ସମସ୍ତଙ୍କୁ ବଡ଼ଦିନର ଅନେକ ଅନେକ ଶୁଭେଚ୍ଛା ନମସ୍କାର ପ୍ରେଜ୍ ଦ ଲର୍ଡ ଜ୍ଞାପନ କରୁଛି। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ, ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାରକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 2 ଅଧ୍ୟାୟ 11 ପଦ ପାଠ କରି ଆମେ ଆଜିର ପ୍ରସଙ୍ଗରେ ଆଗକୁ ବଢିବା। ଏହି ସ୍ଥାନରେ ଏପ୍ରକାର ଲେଖାଯାଏ, ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ପ୍ରିୟମାନେ, ଏହା ସେହି ପଣ୍ଡିତମାନଙ୍କ ବିଷୟରେ ଲେଖାଯାଏ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେଲା। ସେହି ସମୟରେ ପଣ୍ଡିତମାନେ ତାହାଙ୍କ ତାରା ଦେଖି ତାରା ପଛେ ପଛେ ଯୀଶୁଙ୍କୁ ଅନ୍ୱେଷଣ କରି ସେମାନେ ଜେରୁସାଲମକୁ ଆସିଲେ। ଜେରୁସାଲମର ଜିହୁଦା ପ୍ରଦେଶର ସେହି ବେଥଲିହେମରେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗୁହାଳ ଘରେ ସେମାନେ ଭେଟ ହେଲେ, ସାକ୍ଷାତ କଲେ, ସେହି ସମୟରେ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କଲେ, ଅର୍ଥାତ୍ ସେମାନେ ଭୂମିଷ୍ଠ ହୋଇ ପରମେଶ୍ୱର ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେମାନେ ଆରାଧନା କଲେ। ଏବଂ ଆରାଧନା କଲା ପରେ ତାହାଙ୍କର ଉପାସନା କଲା ପରେ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କିଛି ସେମାନେ ଉପହାର ଦେଲେ, ଦର୍ଶନୀ ଦେଲେ, ଯାହା ଆଜିର ଏହି ଥମ୍ବନେଲ୍ ମାଧ୍ୟମରେ, ଏହି ଭିଡ଼ିଓର ଟାଇଟେଲ୍ ମାଧ୍ୟମରେ ଆଜିର ପ୍ରସଙ୍ଗକୁ ଆପଣ ବୁଝିପାରୁଥିବେ। ଆଜିର ପ୍ରସଙ୍ଗ ହେଲା ସୁନା କୁନ୍ଦୁରୁ ଓ ଗନ୍ଧରସର ରହସ୍ୟ କ'ଣ। ପ୍ରିୟମାନେ, ବାଇବଲରେ ଆମେ ଦେଖୁଛୁ ଯେତେବେଳେ ପଣ୍ଡିତମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ସାକ୍ଷାତ କରିବା ପାଇଁ ଆସିଲେ, ଆରାଧନା କରିବା ପାଇଁ ଆସିଲେ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସାକ୍ଷାତ କରି ଭୂମିଷ୍ଠ ହୋଇ ସେମାନେ ଯୀଶୁଙ୍କର ଆରାଧନା କଲେ। ସେହି ଶିଶୁ ଯୀଶୁଙ୍କର ମହିମା ଗୌରବ କଲା ପରେ ସେମାନେ ଉପହାର ଦେଲେ। ସୁନା କୁନ୍ଦୁରୁ ଓ ଗନ୍ଧରସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଉପହାର ଦେଲେ। ଆଜି ଆମେ କଥାବାର୍ତ୍ତା ହେବା ଯେ ସେହି ସୁନା କୁନ୍ଦୁରୁ ଓ ଗନ୍ଧରସର ରହସ୍ୟ କ'ଣ। ପ୍ରଥମ ବିଷୟ ଆମେ ଦେଖିବା ଯେ ସୁନା ପୁରାତନ ନିୟମରେ ରାଜାମାନଙ୍କୁ ଦିଆଯାଉଥିଲା। ସୁବର୍ଣ୍ଣ ରାଜା ଶାସନକର୍ତ୍ତା ମାନଙ୍କୁ ଦିଆଯାଉଥିଲା। ଯଦି ଆପଣ ପଢିବେ ପୁରାତନ ନିୟମ ଜିସାୟା ପୁସ୍ତକରେ ଗୋଟେ ବାକ୍ୟ ଲେଖାଯାଏ। ଜିସାୟା ପୁସ୍ତକ 60 ଅଧ୍ୟାୟ ତାର 6 ପଦରେ ଲେଖାଯାଏ, ଅପାର ଉଷ୍ଟ୍ର ମିଦିଅନ ଓ ଐଫାର ଦ୍ରୁତଗାମୀ ଉଷ୍ଟ୍ର ତୁମ୍ଭକୁ ଆବୃତ କରିବେ। ସେ ସବୁ ଶିବା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ ଓ କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ। ପ୍ରିୟମାନେ, ପୁରାତନ ନିୟମରେ ଶାସନକର୍ତ୍ତା ଏବଂ ରାଜାମାନଙ୍କୁ ସୁବର୍ଣ୍ଣ ବା ସୁନା ପ୍ରଦାନ କରାଯାଉଥିଲା। ଏହି ସୁନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜତ୍ୱକୁ ବୁଝାଏ, ତାହାଙ୍କର ଅଧିକାରକୁ ବୁଝାଏ। ଯେତେବେଳେ ସେ ଆପଣା ମଣ୍ଡଳୀକୁ ନେବା ପାଇଁ ଆସିବେ, ସେତେବେଳେ ସେ ମଣ୍ଡଳୀକୁ ସ୍ୱର୍ଗକୁ ନେଲା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଯେ ତାହାଙ୍କର ଗୋଟିଏ ଶାନ୍ତିର ରାଜ୍ୟ ସେ ସ୍ଥାପନ କରିବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଯେ ରାଜାମାନଙ୍କ ରାଜା, ତାହାଙ୍କର ରାଜତ୍ୱ, ତାହାଙ୍କର ଅଧିକାରକୁ ଏହି ସୁନା ପରିପ୍ରକାଶ କରେ। ଯଦି ଆପଣ ପଢିବେ ଲୁକ ଲିଖିତ ସୁସମାଚାର ତାର 1 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 1 ଅଧ୍ୟାୟ, ମୁଁ ଆପଣମାନଙ୍କ ନିମନ୍ତେ 32 ଆଉ 33 ପଦ ପଢିବା ପାଇଁ ଚାହେଁ। ଲେଖାଯାଏ, ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। 33 ପଦ, ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ। ପୁଣି ତାହାଙ୍କର ରାଜ୍ୟର ଶେଷ ହେବ ନାହିଁ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟ କେବେ ଶେଷ ହେବ ନାହିଁ। ସେଥିପାଇଁ ପିଲାତଙ୍କୁ ଯୀଶୁ କହିଲେ, ମୋହର ରାଜ୍ୟ ଏହି ସଂସାର ସମ୍ବନ୍ଧୀୟ ନୁହେଁ, ଜଗତ ସମ୍ବନ୍ଧୀୟ ନୁହେଁ। ମୋର ରାଜ୍ୟ ସ୍ୱର୍ଗୀୟ ଅଟେ, ମୋର ରାଜ୍ୟ ଆତ୍ମିକ ଅଟେ। ପ୍ରଭୁଙ୍କର ଗୌରବ ହଉ। ଆଜି ଆମେ ଗୋଟେ ଓଡ଼ିଶା ରାଜ୍ୟରେ ଅଛୁ। ଆପଣ ହେଇପାରେ ଅନ୍ୟ କୌଣସି ରାଜ୍ୟରେ ଅଛନ୍ତି। ଯଦି ଆପଣ ଯୀଶୁଙ୍କୁ ନିଜର ପ୍ରଭୁ ଭାବରେ ଗ୍ରହଣ କରିଛନ୍ତି,
ଆପଣଙ୍କର ରାଜା ସେହି ରାଜ୍ୟର ମନ୍ତ୍ରୀ ନୁହନ୍ତି, ଆପଣଙ୍କର ରାଜା ସେହି ରାଜ୍ୟର ନେତା ନୁହନ୍ତି, ଆପଣଙ୍କ ରାଜା ଯୀଶୁ ଅଟନ୍ତି। ଆଉ ସେହି ଯୀଶୁ ଖ୍ରୀଷ୍ଟ ଆଜି ମଧ୍ୟ ସେ ରାଜତ୍ୱ କରୁଛନ୍ତି, ଆଉ ଯୁଗେ ଯୁଗେ ସେ ରାଜତ୍ୱ କରିବେ। ପ୍ରଭୁଙ୍କର ଗୌରବ ହଉ, ତାହାଙ୍କ ରାଜ୍ୟର କେବେ ଶେଷ ହେବ ନାହିଁ। ସେଥିପାଇଁ ଏହି ସୁନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଧିକାର ଆଉ ରାଜତ୍ୱ, ତାହାଙ୍କର ରାଜକୀୟ ସେବା କାର୍ଯ୍ୟର ସେଇ ଅଧିକାରକୁ ଦର୍ଶାଏ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ଆମେ ଦେଖୁଛୁ ଯେ ଦ୍ୱିତୀୟ ବିଷୟ କୁନ୍ଦୁରୁ। ଏହି କୁନ୍ଦୁରୁ ଆପଣ ଯଦି ପଢିବେ ଯାତ୍ରା ପୁସ୍ତକରେ, ଏହି କୁନ୍ଦୁରୁକୁ ବହୁମୂଲ୍ୟ ଦ୍ରବ୍ୟ ବୋଲି ଲେଖାଯାଉଛି। ଯଦି ଆପଣ ପଢିବେ ଯାତ୍ରା ପୁସ୍ତକ 30 ଅଧ୍ୟାୟ 34 ପଦରେ ଲେଖାଗଲା, ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗୁଳ ଓ ନଖି ଓ କୁନ୍ଦୁରୁ ଓ ନିର୍ମଳ ଲବାନ, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ମହା ସମଭାଗରେ ସଂଗ୍ରହ କର। ପ୍ରିୟମାନେ, ଆମେ ଦେଖୁଛୁ ଯେ ଏହି କୁନ୍ଦୁରୁ ଗୋଟେ ସୁଗନ୍ଧି ଦ୍ରବ୍ୟ ଅଟେ। ଏହି କୁନ୍ଦୁରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ଜୀବନକୁ ଦର୍ଶାଏ। ଏହି କୁନ୍ଦୁରୁ ତାହାଙ୍କର ନିଷ୍ପାପ ଜୀବନକୁ ଦର୍ଶାଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଣେ ଆମ ପାଇଁ, ଜଗତ ପାଇଁ ସେ ସୁଗନ୍ଧ ଅଟନ୍ତି ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି। ସାଧୁ ପାଉଲ ଯେତେବେଳେ କରନ୍ଥୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖିଲେ, ସେ କହିଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅର୍ଥାତ୍ ତାହାଙ୍କ ଠାରେ ପାପର ଲେଶ ନଥିଲା, ସେ ସମ୍ପୂର୍ଣ୍ଣ ପବିତ୍ର ଥିଲେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହି କୁନ୍ଦୁରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ରତା, ଧାର୍ମିକତା ଏବଂ ତାହାଙ୍କର ସେହି ଆଶ୍ଚର୍ଯ୍ୟଜନକ ଏକ ଭିନ୍ନ ପ୍ରକାର, ଯେ କି ଏହି ପୃଥିବୀରେ କେହି ମଧ୍ୟ ତାଙ୍କ ପରି ସମାନ ହେବେ ନାହିଁ, ତାଙ୍କ ତୁଲ୍ୟ କେହି ମଧ୍ୟ ହେଇପାରିବେ ନାହିଁ। ସେଇ ସବୁ ଗୁଣ ଆଉ ତାହାଙ୍କର ଧାର୍ମିକତା, ପବିତ୍ରତାକୁ ଦର୍ଶାଏ, ଯେ କି ଗୌରବ ପ୍ରଶଂସା ପାଇବା ପାଇଁ ସେ ଯୋଗ୍ୟ ଅଟନ୍ତି। ପୁରାତନ ନିୟମରେ ଯାଜକମାନେ ଏହି ତୁନ୍ଦୁରୁ ଅର୍ଥାତ୍ ସେଇ ଝୁଣାକୁ ସେମାନେ କଣ କରୁଥିଲେ, ଯେ ବେଦୀ ନିକଟରେ ସେମାନେ ସେ ଝୁଣାକୁ ଜଳେଇ ସେମାନେ ଧୂପ ଦେଉଥିଲେ। ତାହା ଦର୍ଶାଏ ଯେ ସେ ପ୍ରଶଂସା, ଗୌରବ ଆଉ ମହିମା ପାଇବା ପାଇଁ ଯୋଗ୍ୟ ଅଟନ୍ତି। ପ୍ରିୟମାନେ, ଏହି କୁନ୍ଦୁରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ଜୀବନ, ତାହାଙ୍କର ଧାର୍ମିକତା ଆଉ ତାହାଙ୍କର ଗୋଟେ ଉତ୍ତମ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରେ। ଶେଷରେ ଆମେ ଦେଖିବା ଯେ ଗନ୍ଧରସ। ଏହି ଗନ୍ଧରସ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷୀୟ ଦୁଃଖ ଭୋଗ, ଯନ୍ତ୍ରଣା ଆଉ ତାହାଙ୍କର ମୃତ୍ୟୁକୁ ଦର୍ଶାଏ। ଯଦି ଆପଣ ପଢିବେ ମାର୍କ ଲିଖିତ ସୁସମାଚାର 15 ଅଧ୍ୟାୟକୁ ଆସିବେ, ମାର୍କ ଲିଖିତ ସୁସମାଚାର 15 ଅଧ୍ୟାୟ 23 ପଦରେ ଲେଖାଯାଉଛି, ପୁଣି ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ଯାଚିଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କୁଶାର୍ପିତ କରାଗଲା, ତାହାଙ୍କୁ ଯେତେବେଳେ କୁଶରେ ଚଢାଇ ଦିଆଗଲା, ସେହି ସମୟରେ କଣ କରାଗଲା, ଗନ୍ଧରସ ମିଶ୍ରିତ ହୋଇଥିବା ଦ୍ରାକ୍ଷାରସ ତାଙ୍କୁ କଣ କଲେ, ଯାଚିଲେ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହା ସେ ଗ୍ରହଣ କଲେ ନାହିଁ। ଏ ଦ୍ୱାରା ଆମେ ଜାଣୁ ଯେ ପଣ୍ଡିତ ମାନେ ଯେଉଁ ସୁନା, କୁନ୍ଦୁରୁ ଆଉ ଗନ୍ଧରସ ଦେଇଥିଲେ, ସେହି ଗନ୍ଧରସର ରହସ୍ୟ ବା ସେହି ଗନ୍ଧରସ ଏହା ଆମକୁ ପ୍ରକାଶ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି କୃଷୀୟ ଯନ୍ତ୍ରଣା ଏବଂ ତାହାଙ୍କର ମୃତ୍ୟୁ ଭୋଗ, ତାହାଙ୍କର ବଳିଦାନକୁ ଦର୍ଶାଏ। ଯଦି ଆପଣ ପଢିବେ ଯୋହନ ଲିଖିତ ସୁସମାଚାର, ଯୋହନ ଲିଖିତ ସୁସମାଚାର ଯଦି 19 ଅଧ୍ୟାୟକୁ ଆସିବେ, ଯୋହନ ଲିଖିତ ସୁସମାଚାର 19 ଅଧ୍ୟାୟ ତାର 39 ପଦରେ ଏହି ପ୍ରକାର ଲେଖାଯାଏ, ଯେଉଁ ନିକୋଦିମ ପ୍ରଥମରେ ରାତ୍ରି କାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ 50 ସେର ଗନ୍ଧରସ ମିଶ୍ରିତ ଗୁଡ଼ ଘେନି ଆସିଲେ। ପ୍ରିୟମାନେ, ଯୀଶୁଙ୍କ ସମାଧି କାର୍ଯ୍ୟରେ ଯେତେବେଳେ ତାଙ୍କୁ ସମାଧି ଦିଆଗଲା, ଆଉ ସେଇ ସମାଧିରେ ଯେ ପ୍ରକାର ତାଙ୍କ ଶରୀରକୁ ସେମାନେ କଣ କରିବେ, ଲେପନ କରିବେ, ସେଥିପାଇଁ ଯେ ରାତ୍ରି କାଳରେ ଯୀଶୁଙ୍କ ନିକଟକୁ ଯାଇ ପଚାରିଥିଲେ ଯେ ମନୁଷ୍ୟ ବୃଦ୍ଧ ହେଲା ପରେ ଆଉ ଥରେ କେମିତି ଜନ୍ମ ହେବ, ଯେ ଯିହୁଦୀ ମାନଙ୍କର ଗୁରୁ ଯେ କି ନିକୋଦିମ, ସେ ମଧ୍ୟ କଣ କରିଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ନିମନ୍ତେ ସେ ଗନ୍ଧରସ କଣ କରିଥିଲେ, ପ୍ରସ୍ତୁତ କରିଥିଲେ। ସେଥିପାଇଁ ଏହି ଗନ୍ଧରସ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଆଉ ତାହାଙ୍କର କୃଷୀୟ ଦୁଃଖ ଭୋଗ, ବଳିଦାନକୁ ଦର୍ଶାଏ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେହି ପଣ୍ଡିତ ମାନେ ଯେଉଁ
ସୁନା କୁନ୍ଦୁରୁ ଗନ୍ଧରସ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଦର୍ଶନୀ ଦେଇଥିଲେ ସେହି ସବୁ ବିଷୟ ଏଇ ସବୁ ଅର୍ଥ ଗୁଡ଼ିକକୁ ପରିପ୍ରକାଶ କରେ ଯେ ପରବର୍ତ୍ତୀ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ଏହି ସବୁ ଘଟଣା ଗୁଡ଼ିକ ଘଟିବ। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।